Hello everyone, Jai Sri Jagannath. Welcome back to my YouTube channel NK Gym Studio. ଆଜି ହେଉଛି ମୋ ଟ୍ରାନ୍ସଫର୍ମେସନ୍ ଜର୍ଣ୍ଣିର ଡେ 81 ଆଉ ଆଜି ଥିଲା ଚେଷ୍ଟ ସାଙ୍ଗରେ ଟ୍ରାଇସେପ୍ର ଏକ୍ସରସାଇଜ। ତ ପ୍ରଥମେ ଷ୍ଟାର୍ଟ କରିଥିଲି ଚେଷ୍ଟ ଏକ୍ସରସାଇଜ ଯୋଉଟାକି ଥିଲା ବେଞ୍ଚ ପ୍ରେସ୍ ଆଉ ଏଟା ଇନକ୍ଲାଇନ୍ ବେଞ୍ଚର ଥିଲା ୱାର୍କଆଉଟ୍। ଏଥିରେ ଥିଲା 4ଟା ସେଟ୍ ଆଉ ୱେଟ୍ ଥିଲା 70 କେଜି ପାଖାପାଖି ୱେଟ୍ ଥିଲା। ଆଉ 4ଟା ସେଟ୍ ରେପିଟେସନ ରେଞ୍ଜ ସବୁଥିରେ ସେମ୍ ଥିଲା 12ଟାରୁ 14ଟା। ସେକେଣ୍ଡ ଏକ୍ସରସାଇଜ ଥିଲା ଡମ୍ବଲ ପ୍ରେସ୍, ଏଟା ବି ଇନକ୍ଲାଇନ୍ ବେଞ୍ଚରେ ଆଉ ଏଟାରେ ବି ମଧ୍ୟ ସେଟ୍ ଥିଲା 4ଟା। ରେପିଟେସନ ରେଞ୍ଜ ଥିଲା ସେମ୍ 10ଟାରୁ 12ଟା। ଆଉ ଏଟାର ଡମ୍ବଲର ୱେଟ୍ ଥିଲା 25 କେଜିର ୱେଟ୍ ଥିଲା ଡମ୍ବଲ। ଆଉ ଆପଣ ଦେଖିପାରୁଥିବେ ନର୍ମାଲି ଆଉ ଟିକେ ମତେ ଲାଗୁଛି ମୋର ଡମ୍ବଲ ପ୍ରେସରେ ଆଉ ଟିକେ ହାତ ତଳକୁ ଆସିବ କାହିଁକିନା ଡମ୍ବଲଟା ପାଖାପାଖି ଚେଷ୍ଟ ପାଖାପାଖି ରହିବା ଦରକାର, ମୋର ଟିକେ ବେଶୀ ୱାଇଡ୍ ହେଇଯାଉଛି। ଆଣ୍ଡ ଲାଷ୍ଟ ୱିକରୁ ହିଁ ମୁଁ ୱେଟ୍ ଟିକେ ବଢେଇଛି ଡମ୍ବଲର, ତ ଧୀରେ ଧୀରେ ହେଇଯିବ ଆଇ ଗେସ୍। ତ ନେକ୍ସଟ ଏକ୍ସରସାଇଜ ଥିଲା ପେଗଡେକ୍ ଫ୍ଲାଏ। ପେଗଡେକ୍ ଫ୍ଲାଏର ଥିଲା 3ଟା ସେଟ୍। 4ଟା ସେଟ୍ ମାରି ପାରିଲିନି କାହିଁକିନା ଟିକେ ରସ୍ ଥିଲା ଯେହେତୁ ଜିମ୍ରେ, ତ ସେଥିପାଇଁ ଟିକେ ମାରି ହେଲାନି ଟାଇମ୍ରେ। ସେଥିପାଇଁ ପ୍ରୋବ୍ଲେମ୍ ବି ଇଭିନିଂ ଟାଇମ୍ରେ ଏବେ ଟିକେ ଜିମ୍ରେ ପ୍ରୋବ୍ଲେମ୍ ବି ହେଉଛି କାହିଁକିନା ଯେହେତୁ ସମର ସିଜନ୍ ଚାଲିଛି ତ ସକାଳୁ ବେଶୀ ଆସୁନାହାନ୍ତି, ଇଭିନିଂ ଟାଇମ୍ରେ ବହୁତ ଆସୁଛନ୍ତି। ତ ଆମକୁ ତ ଇଭିନିଂ ଟାଇମ୍ ହିଁ ଦରକାର, ଆମେ ତ ସକାଳ ଟାଇମ୍ ଆସିପାରିବୁନି ଯେହେତୁ ଅଫିସ୍ ରହୁଛି, ତ ସେଥିପାଇଁ ଟିକେ ପ୍ରୋବ୍ଲେମ୍ ବି ହେଉଛି। ନେକ୍ସଟ ୱାର୍କଆଉଟ୍ ଥିଲା ଡମ୍ବଲ ଫ୍ଲାଏ। ଡମ୍ବଲ ଫ୍ଲାଏର ଥିଲା 4ଟା ସେଟ୍ ଆଉ ଏଟା କରିଥିଲି। ପ୍ରଥମେ ସେଟ୍ଟା କରିଥିଲି 7.5 କେଜି ଡମ୍ବଲରେ ଆଉ ନେକ୍ସଟ 3ଟା ସେଟ୍ କରିଥିଲି 10 କେଜି ଡମ୍ବଲରେ। ଏଟା ଆପଣଙ୍କର ଚେଷ୍ଟ ପାଇଁ ବହୁତ ଭଲ ଏକ୍ସରସାଇଜ, ଟ୍ରାଏ କରନ୍ତୁ। ଯେମିତି ଆପଣ କେବୁଲ ଫ୍ଲାଏ କରୁଛନ୍ତି ଏଟା ବି ଗୋଟେ ସିମିଲାର ଏକ୍ସରସାଇଜ ସେଇଭଳିଆ, ବଟ୍ ଏଥିରେ ଟିକେ ଆପଣଙ୍କୁ ବାଲାନ୍ସ କରିବାକୁ ପଡ଼ିବ, ବଟ୍ କେବୁଲରେ ନିଜକୁ ଏତେ ବାଲାନ୍ସ କରିବାକୁ ପଡ଼େ ନାହିଁ, ଟ୍ରାଏ କରିପାରିବେ। ଆଉ ନେକ୍ସଟ ଏକ୍ସରସାଇଜ ଥିଲା ସ୍କଲ୍ କ୍ରସର। ଟ୍ରାଇସେପ୍ର ଏକ୍ସରସାଇଜ ଷ୍ଟାର୍ଟ କରିଥିଲି ସ୍କଲ୍ କ୍ରସରରୁ। ଆଉ ଏଟାର ଥିଲା 4ଟା ସେଟ୍। ପ୍ଲେଟ୍ର ୱେଟ୍ ଥିଲା 7.5 କେଜି। ଆଉ ଏଟା ନର୍ମାଲି ଆପଣ ଚାହିଁଲେ ଏଟା ରୁଟ୍ରେ ବି କରିପାରିବେ, ଷ୍ଟ୍ରେଟ୍ ବାର୍ ୟୁଜ୍ କରିକି, या फिर ଆପଣ ଜିଗଜାଗ୍ ବାର୍ ଯୋଉଟା ଛୋଟ ବାର୍ ବି ଆସେ ତାକୁ ବି ୟୁଜ୍ କରି ଆପଣ କରିପାରିବେ। ବହୁତ ଭଲ ଏକ୍ସରସାଇଜ ଏଟା ଆମ ଟ୍ରାଇସେପ୍ର। ଆପଣ ଏମିତି ହିଁ କରନ୍ତୁ, ଆପଣଙ୍କୁ ବେଟର ରେଜଲ୍ଟ ମିଳିବ ରୋପ୍ ଅପେକ୍ଷା। ଦେନ୍ ଏଟା 3ଟା ସେଟ୍ କରିସାରିଲା ପରେ ନେକ୍ସଟ ଏକ୍ସରସାଇଜ ଥିଲା ଟ୍ରାଇସେପ୍ର ଯୋଉଟାକି ଥିଲା ପୁଲି ପୁଶ ଡାଉନ୍। ଆଉ ପୁଲି ପୁଶ ଡାଉନ୍ କରିଥିଲି ଭି ବାର୍ରେ, ଦେଖିପାରୁଥିବେ ପୁରା କଣ୍ଟ୍ରୋଲ ସହିତ ଥିଲା ଏକ୍ସରସାଇଜଟା। ଆପଣମାନେ ବି ଟ୍ରାଏ କରନ୍ତୁ, ଆଉ ଟ୍ରାଏ କରନ୍ତୁ ଏଟା ଯେତେ ସ୍ଲୋରେ ମାରିବା ପାଇଁ, ଆଉ ପୁରା କଣ୍ଟ୍ରୋଲ ସହିତ ମାରନ୍ତୁ। ଏଲ୍ବୋରୁ ଉପରକୁ ଯେମିତି ପୁରା ଷ୍ଟେବୁଲ ରହିବ, ସେଟା ଯଦି ଆପଣଙ୍କର ସେକ୍ ହଉଛି ଦେନ୍ ଆପଣଙ୍କୁ ଟିକେ ପ୍ରୋବ୍ଲେମ୍ ହବ, ତ ଆପଣ ଟ୍ରାଏ କରନ୍ତୁ ସେ ଷ୍ଟେବୁଲ ହେବା। ଲାଷ୍ଟ ଗୋଟେ ରେପ୍ ଆପଣ କରିପାରିବେ। ନେକ୍ସଟ ଏକ୍ସରସାଇଜ ଥିଲା ସୁପର ସେଟ୍, ଯୋଉଟାକି ଥିଲା ପୁଲି ପୁଶ ଡାଉନ୍ ଷ୍ଟ୍ରେଟ୍ ବାର୍ରେ, ତା ସହିତ ରିଭର୍ସ ଗ୍ରିପ୍ରେ ଗୋଟେ ପୁଶ ଡାଉନ୍। ଏଟା ଥିଲା ସୁପର ସେଟ୍, 3ଟା ସେଟ୍ ଥିଲା। ତ ସାଙ୍ଗମାନେ ଆଜିର ଭିଡ଼ିଓ ଏତିକି। ତ ପ୍ଲିଜ୍ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ନୂଆ ନୂଆ ଭିଡ଼ିଓ କରୁଛି। ଆପଣଙ୍କ ହେଲ୍ପ ମୋତେ ନିହାତି ଦରକାର ଆଗକୁ ବଢ଼ିବା ପାଇଁ ହେଲେ, ଆଉ ପ୍ଲିଜ୍ ମୋତେ ହେଲ୍ପ କରନ୍ତୁ, ସପୋର୍ଟ କରନ୍ତୁ, ଭିଡ଼ିଓକୁ ଲାଇକ୍ ଆଣ୍ଡ ସେୟାର କରନ୍ତୁ। ଥ୍ୟାଙ୍କ ୟୁ ଫର୍ ୱାଚିଂ ମାଇ ଭିଡ଼ିଓ। ଥ୍ୟାଙ୍କ ୟୁ ସୋ ମଚ୍। ଜୟ ଶ୍ରୀରାମ।